ଲାଗୁଛି ତା ମୁହଁକୁ ଚାହିଁଲେ ଖାଇ ବସିଛି। ଲାଗିଲା ଯେ ସିଏ ମୋତେ ଚାହିଁଛି, କିନ୍ତୁ ସିଏ ସେଠି ନଥିଲା। ବୋଉ ବୋଲି ଡାକିଦେଲି, ଏମିତି ଚମକି ପଡ଼ିଲା ଯେ ମୁଁ ଡରିଗଲି। ଲାଗୁଛି ସେ ଯେମିତି ବହୁତ କଥା ଭାବୁଛି, କିନ୍ତୁ କହିବା ପାଇଁ କଥା ନାହିଁ। ବିଚାରି ଆରେ ନାଇଁ ନାଇଁ, ମୁଁ ତମକୁ ଦୋଷ ଦଉନି, ମୁଁ ନିଜକୁ ଦୋଷ ଦଉଛି। ଆରେ ତମେ ଭୁଲ ବୁଝନି, ମୁଁ ବାସ୍ ଟୁବି ପଛରେ ଆସି ଛିଡ଼ା ହେଇଯାଇଛି। ତମେ ତ ଶିଖିତା, ତମେ ପ୍ରତିଦିନ 42 କିଲୋମିଟର ଟ୍ରାଭେଲ କରୁଛ, ମୁଁ ପ୍ରତିଦିନ 40 କିଲୋମିଟର ଯିବା ଆସିବା କରୁଛି। ତା ଛଡ଼ା ମୋ ବାପାର କଥା ତ ବୁଝିବାକୁ ପଡ଼ିବ ନା। ତମେ କ'ଣ ଜାଣିପାରୁନା, ଏତେ ଅଧିକ ବୟସର ବୁଢ଼ାବୁଢ଼ୀ ଘରେ ଏକୁଟିଆ ଛାଡ଼ି ଦେଇଯିବା ଏକ ଯନ୍ତ୍ରଣାଟା କେତେ ତମକୁ ଜାଣିପାରୁନା। ଆରେ ନାଇଁ ନାଇଁ, ତମେ ଭୁଲ ବୁଝନି। ମୁଁ ହଁ ନ କହିଥିଲେ ତମେ କ'ଣ ଘରଟା ନେଇଥାନ୍ତ? ମୁଁ ବାସ୍ ମୋ କର୍ତ୍ତବ୍ୟ ବୋଧରେ ଅଣନିଶ୍ୱାସ ଜାଣିପାରୁନି କ'ଣ। କ'ଣ କହିଲ? ତମେ କ'ଣ ଜାଣିପାରୁନା? ଟିକେ ପଜ କର। क्या गुंडा बनेगा रे तू? କ'ଣ କହିଲ? ତମେ କ'ଣ ଜାଣିପାରୁନା? ତମେ ତ ସକାଳ 7ଟାରେ ବାହାରି ଯାଉଛ, ମୁଁ ସକାଳ 9ଟାରେ ବାହାରି ଯାଉଛି। ଫେରୁ ଫେରୁ 7ଟା 8ଟା। ତଥାପି ତାଙ୍କ ମନରେ ଏତିକି ସାହସ ଯେ ମୋ ପୁଅ ବୋଉ ମୋ ପାଖରେ ଅଛନ୍ତି। ହଁ, ଆମ ରାସ୍ତା କଡ଼ ପାନ ଦେବେ। ଆରେ ରାମୁ ତାକୁ କହିଥିଲି ଗୋଟେ ଲୋକ ବୁଝିଦେବ। ତାହେଲେ ଠିକ୍ ଅଛି, ତାକୁ ମୁଁ ଆଉ ଥରେ କହିବି। ହଁ କେମିତି କରୁଛୁ ଦେଖେ।